दर्शन मन्नाथ श्री जगन्नाथ मदगुरु श्री जगद्गुरु मदात्मा सर्वभूतात्मा तस्मै श्री गुरवे नमः। तस्मै श्री गुरवे नमः। नवनीरदनिन्दितकान्तिधरं रससागरनागरभूपवरं नवनीरदनिन्दितकान्तिधरं रससागरनागरभूपवरं शुभवङ्किमचारुषि खण्डशिखं भज कृष्णनिधि व्रज राजसुतं भज कृष्णनिधि व्रज राजसुतं भज कृष्णनिधि व्रज राजसुतं। नवनीरद सुंदर अप्रकृत ब्रह्म अप्रकटित ब्रह्म आनंदकंद सच्चिदानंद परम प्रेममय जगत ठाकुर जगतर नाथ जगन्नाथंकर अभयपाद पंकजरे शरण तथा यही हरिकथा एवं हरिगाथा को आस्वादन करुथिबा अगणित हरिपिपासु आपण मानंकु हृदयर अंतिमतम प्रदेशर श्रद्धा भक्ति एवं सम्मान पूर्वक ए अधिनार भूमिष्ठ प्रणाम। हरि से भाव को निकट अभाव को दूर तांकु तर्क द्वारा मापी हुए ना तेणु तांकु भक्ति रजरे बांधि रखिबा दरकार। जो व्यक्ति सबुठारु दयनीय घृणित पदाघात सही भगवान को निकट को आसी थाए ताकू प्रभु तांको निकटरे बसिबार सुजोग देइथांती। कारण भगवान कहिसंती तू जदि मो पाखकू आसीबार अछि तेबे सबु किछि छाड़ी करिया नहेले तो मन भितरे सर्वदा अलिया आवर्जना पूरी कर रहिथिबो। जेमिति लुहारे कलंकी लागिथिले चुंबकता को आकर्षण करि पारेना ठीक सही परी मनुष्य भितर थिबा इंद्रिय मन प्रकृति लोभ माया अहंकार मोह यही कलंकी लागी रहिछि। किंतु जे माने एथिरु धक्का खाई शेषरे सबुआडु निराश होई जांती से माने प्रभुंकर निकटतर होई पारंती। छाड़िली सकल आशा करिली तते भरोसा। तेणु भगवान को प्राप्त करिबा पई भक्तर भक्ति आवश्यक। शास्त्र रे भक्ति को नवधा भक्ति नाम रे रूपायित करा जायछि। श्रवण कीर्तन स्मरण पूजन बंधन पदसेवन दास्य साक्ष्य एवं आत्मनिवेदन। बंधु महांती जगन्नाथ को निजर सखा तथा बंधु भाव भक्ति करुथिले। दिने से मन बड़ाइले श्रीक्षेत्र दर्शन करिवे। रात्रि पत्नी को डाकी कहले हेटी शुणुछ। पत्नी कहले कौन है स्वामी ना काली सकाळू आमे पुरी जिबा तुम शीघ्र शोपड़ शीघ्र उठिଯିव। सकाळू है बंधु महांती तांको स्त्री और पुओ श्रीक्षेत्र अभिमुखे बाहरी पड़े। मनरे कालिया ठाकुर को चिंता करी करी चली भावरे गदगद हो जाउछंती। मु जगन्नाथ को टिके दर्शन करी मनरे उत्कंठा
ମନରେ ଅତ୍ୟନ୍ତ ଆଗ୍ରହ, ମୁଁ ମୋର ସଖା ବନ୍ଧୁଙ୍କୁ ଦର୍ଶନ କରିପାରିବି। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ଡାକୁଛନ୍ତି କାଳିଆ ଠାକୁରଙ୍କୁ, ହେ ଗୋବିନ୍ଦ, ହେ ପରମାନନ୍ଦ, ହେ ଶ୍ୟାମ ସୁନ୍ଦର, ସତରେ କ'ଣ ଏ ଅଧମ ଆଜି ତୁମ ରୂପ ଦର୍ଶନ କରିପାରିବ? ମନରେ ଅନେକ ପ୍ରଶ୍ନ ଆଗେଇ ଚାଲିଛନ୍ତି ବନ୍ଧୁ ମହାନ୍ତି। ଶ୍ରୀମନ୍ଦିର ପାହାଚ ଚଢ଼ୁ ଚଢ଼ୁ ଜଣେ ସେବାୟତ ପଛରୁ ଚିଲେଇଲେ, ହାଁ ହାଁ ହାଁ, ଅଟକା ଅଟକା ତାଙ୍କୁ, ଭିକାରୀଟା ମନ୍ଦିର ଭିତରକୁ ପଶି ଯାଉଛି। କିଛି ସେବାୟତ ତାଙ୍କୁ ଅଟକାଇ ଦେଲେ। ବନ୍ଧୁ ମହାନ୍ତି କହିଲେ, ପଣ୍ଡିତେ, ମୁଁ ଭିକାରୀ ହୋଇପାରେ ସତ, କିନ୍ତୁ ବହୁତ ବାଟରୁ ଆସିଛି ଜଗାକୁ ଟିକେ ଦେଖିବା ପାଇଁ, ଥରୁଟିଏ ଦର୍ଶନ କରି ଚାଲିଯିବି। ଜଣେ ସେବାୟତ କହିଲେ, ଆରେ ତୋର ଜାତି ଗୋତ୍ରର ଠିକଣା ନାହିଁ, କ'ଣ କହିଲା ନା ମୁଁ ଦର୍ଶନ କରିବି, ଯା ଏଠୁ। ଧକ୍କା ମାରି ତାକୁ ବାହାର କରିଦେଲେ। ପତ୍ନୀ କହିଲେ, ଚାଲ ଆମ ଘରକୁ ଫେରିଯିବା, ତୁମ ବନ୍ଧୁ ତ ପାହାଚରୁ ତଡ଼ିଦେଲେ। ବନ୍ଧୁ ମହାନ୍ତି କହିଲେ, ନା, ଯଦି ମୋତେ କାଳିଆ ତଡ଼ିଦେବ ତାହେଲେ ମୁଁ କୁଆଡ଼େ ଯିବି? ଏଇଠି ବସିବି। ତାକୁ ପଚାରିବି, ଏଇ କ'ଣ ତୁମର ବନ୍ଧୁ ପ୍ରେମ? ମୁଁ ଏଇ ପେଜନଳା ପାଖରେ ବସିଲି, କୁଆଡ଼େ ବି ଯିବିନି। ସ୍ୱାମୀ ସ୍ତ୍ରୀ ପିଲା ଆଜ୍ଞା ପେଜନଳା ପାଖରେ ବସିଗଲେ, ଯେଉଁଠି ଭଗବାନଙ୍କର ରୋଷ ଘରୁ ରନ୍ଧନ ପରେ ପେଜ ସେହି ନଳାରେ ବାହାରିଯାଏ। ରାତି ଅଧ ହୋଇଗଲା। ବନ୍ଧୁ ମହାନ୍ତିଙ୍କ ପୁଅକୁ ବହୁତ ଭୋକ ଲାଗିଲା। ବନ୍ଧୁ ମହାନ୍ତି ବହି ଯାଉଥିବା ପେଜରୁ କିଛି ପୁଅକୁ ଦେବାକୁ ଯାଆନ୍ତେ, ଜଣେ କେହି ଡାକିଲା, ହଉ ବନ୍ଧୁ, ରୁହ ରୁହ। କିଏ ସେ ବୋଲି ପଛକୁ ବୁଲି ଚାହିଁବାରୁ ଗୋଟେ ଛୋଟ ଛୁଆଟେ ବଡ଼ ଥାଳି ଧରି ତାଙ୍କ ପଛ ପାଖରେ ଠିଆ ହେଇଛି। ସେ ତାଙ୍କୁ ଦେଖୁ ଦେଖୁ କହିଲା, ଛି ଛି, ଏ ଅପରିଷ୍କାର ପେଜକୁ କିଏ କ'ଣ ଖାଏ ନା ପିଏ? ବନ୍ଧୁ ମହାନ୍ତି କହିଲେ, କି ତୁମେ କିଏ? ତୁମେ ମୋ ନାଁ ବନ୍ଧୁ ବୋଲି କେମିତି ଜାଣିଲ? ହେ ନିଅ, ତମ ସାଙ୍ଗ ଦେଇଛି। ପିଲାଟି ଗୋଟିଏ ବଡ଼ ଥାଳିଟିଏ ତାଙ୍କ ହାତକୁ ବଢ଼େଇ ଦେଲା। ବନ୍ଧୁ ମହାନ୍ତି କହିଲେ, ମୋର ତ ଏ ପୁରୀରେ କେହି ବନ୍ଧୁ ନାହାନ୍ତି, ମୋତେ କିଏ ସେ ଆଣିକି ଦେଲା? ପିଲାଟି କହିଲା, ତୁମେ ଆଗ ଖାଇନିଅ, ତାପରେ ପ୍ରଶ୍ନ କରିବ। ବନ୍ଧୁ ମହାନ୍ତିକି ବହୁତ ଭୋକ ଲାଗୁଥିଲା। ତିନି ପ୍ରାଣୀ ବଡ଼ ଶାନ୍ତିରେ ଖାଇଲେ। ଖାଇବା ଶେଷ ହେଲା ବେଳକୁ ସେ ପିଲାଟି ସେ ଜାଗାରେ ନଥିଲା। ସେ ଯେଉଁ ଥାଳିରେ ଖାଇବା ପଦାର୍ଥ ମାନ ଆଣିଥିଲା, ସେଇ ଥାଳିରେ ଜଗନ୍ନାଥଙ୍କର ନୀଳଚକ୍ରର ଚିତ୍ର ଅଙ୍କା ହୋଇଯାଇଥିଲା। କେଡ଼େ ସୁନ୍ଦର ମୋ କାଳିଆ ଠାକୁର, କିଭଳିଆ ବନ୍ଧୁ ପ୍ରେମ ତାଙ୍କର। ଏମିତି କଥା ହେଇ ହେଉ ସକାଳ ହେଇଯାଉଥାଏ। ସେପଟେ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କର ସୁନା ଥାଳ ଗାୟବ ହୋଇଯାଇଛି ବୋଲି ହୋ ହାଲ୍ଲା ପଡ଼ିଗଲା। ଜଣେ କିଏ କହିଲେ କି ଯିଏ ସେଇ ପେଜନଳା ପାଖରେ ବସିଛି ତା ପାଖରେ ସେ ଥାଳିଟି ଅଛି। ରାଜା ସଙ୍ଗେ ସଙ୍ଗେ ସୈନ୍ୟ ପଠାଇ ବନ୍ଧୁ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ପିଲାଙ୍କୁ ଧରି ଆଣିଲେ। ସୈନ୍ୟମାନେ ଟଣା ଓଟରା କରି ଆଣିବାର ଦୃଶ୍ୟ ଦେଖି ସେବାୟତମାନେ କହୁଥାନ୍ତି, ଦେଖରେ, ସତରେ ଏଇଟା ଚୋରଟା ନା? ଶେଷରେ ଭଗବାନଙ୍କୁ ବି ଛାଡ଼ିଲାନି। ପାପି ଏମିତି ଚୋରି କରୁଛି ବୋଲି ଭିକାରୀ ହୋଇ ନିଚ ଜାତିରେ ଜନ୍ମ ହୋଇଛି। ଛି ଛି। ବହୁତ ବାଧିଲା ବନ୍ଧୁ ମହାନ୍ତି। ସେ କାନ୍ଦି ପକେଇଲେ। ଭଗବାନଙ୍କୁ ହୃଦୟରେ ଚିନ୍ତା କରୁଥାନ୍ତି। ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ, 14 ଭୁବନ ବାରତା ଜାଣନ୍ତି, 14 ଭୁବନ ବାରତା ଜାଣନ୍ତି, ଚକ୍ରରେ ଛେଦନ୍ତି ଆରତ ନାହିଁ ନାହିଁ ତ। ବନ୍ଧୁ ମହାନ୍ତି କହିଲେ, ମୁଁ ଜଗନ୍ନାଥଙ୍କର ଆଣ ଖାଉଛି, ମୁଁ ଠାକୁରଙ୍କର ସୁନା ଥାଳି ଚୋରି କରିନି। ଗଜପତି ରାଗିଗଲେ, ତୋର ସାହସ କେମିତି ହେଲା? ଜଗନ୍ନାଥଙ୍କର ଆଣ ନେଇ ତୁ ମିଛ କହୁଛୁ। ସିପାହୀ, ଆକୁ କାରାଗାରରେ ପକାଇ ଦିଅ। ସିପାହୀମାନେ ପିଲାଙ୍କୁ ଘୋଷାରି ଘୋଷାରି ନେଇଗଲେ। ତାର ସ୍ତ୍ରୀର ଲୁଗା ଚିରି ଟଣା ଉଟୁଡ଼ା କରୁଥିଲେ। ଏସବୁ ଦେଖି ବନ୍ଧୁ ମହାନ୍ତି କାନ୍ଦି ପକାଇଲେ।
କାରାଗାରରେ ଥାଇ କହିଲେ ପ୍ରଥମେ ଖାଇବାକୁ ଦେଲୁ, ଆଉ ଏବେ ମାଡ଼ ବି ଖୁଆଇଲୁ। ମୋ ପୁଅ, ମୋ ସ୍ତ୍ରୀ, କ'ଣ ଜଗା ଏସବୁ ତୋର ବନ୍ଧୁ ପଣିଆ? ତୋ ସହ ବନ୍ଧୁ ବାନ୍ଧିଲି କ'ଣ ମୋତେ ତୁ ଏମିତି କରିବୁ? ମୁଁ ଚୋର? ମୁଁ ତ ସୁନା ଥାଳି ଚୋରି କରିଛି। ହଉ ହେଲା କାଳିଆ, ମୋତେ ପଛକେ ଦଣ୍ଡ ଦେ, ମୋର ଛୁଆ ସ୍ତ୍ରୀକୁ ମାରନା, ସେମାନେ ନିର୍ଦ୍ଦୋଷ। ମୁଁ ସେମାନଙ୍କୁ ଡାକି କରି ଆଣିଥିଲି ତୋତେ ଟିକେ ଦର୍ଶନ କରିବା ପାଇଁ। ଏମିତି କହୁଥାନ୍ତି ବନ୍ଧୁ ମହାନ୍ତି। ଏପଟେ ଜଗନ୍ନାଥଙ୍କୁ ବି କଷ୍ଟ ହେଉଥାଏ। ନିଜ ସାଙ୍ଗକୁ ମାଡ଼ ଗାଳି ହେଉଥିବ, ଆଉ ସେ କେମିତି ଶାନ୍ତିରେ ରହିବେ? ସେ ବି ଖାଇବା ଛାଡ଼ିଦେଲେ। ବଡ଼ପଣ୍ଡା ପ୍ରସାଦ ଦେବା ପୂର୍ବରୁ ହାତ ପାପୁଲିଥିବା ପାଣିରେ ଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ତାହା ଜଗନ୍ନାଥ ଗ୍ରହଣ କଲେ ବୋଲି ଜଣାଯାଏ। କିନ୍ତୁ ସେଦିନ ଜଗନ୍ନାଥ ଜମା ଦର୍ଶନ ଦେଲେନି। ବଡ଼ପଣ୍ଡା ବହୁତ ଚେଷ୍ଟା କରି ଆଖି ବନ୍ଦ କରି ମଧ୍ୟ ଦର୍ଶନ ପାଇଗଲେ। ସେ କହି ଉଠିଲେ, ଏ କ'ଣ ମହାପ୍ରଭୁ, କ'ଣ ପାଇଁ ତୁମେ ଆଜି ଦର୍ଶନ ଦେଉନ? ଆମେ କିଛି ଭୁଲ କରିଛୁ କି ମଣିମା? କାନ୍ଦି ପକେଇଲେ। ଜଗନ୍ନାଥଙ୍କୁ ଆଉ ହାତରେ ଦର୍ଶନ କରିପାରିଲେ ନାହିଁ। ଗଜପତିଙ୍କୁ ଖବର ଦେଲେ। ସେତେବେଳକୁ 2 ପହର ହୋଇଗଲାଣି। ଜଗା ଉପାସରେ ସ୍ନାନ ବି କଲେନି। ଅଖିଆ ଅପିଆ ମହାବାହୁ ବସିଛନ୍ତି ଯେମିତି ଅନଶନରେ। ଗଜପତି ଯେମିତି ଶ୍ରୀମନ୍ଦିରରେ ପହଞ୍ଚିଲେ, ଜଗନ୍ନାଥ ଦେହରେ ସେମିତି ସେଇ ରାତିର କପଡ଼ା, ସେଇ ପାଖରେ ଭୋଗ ଥାଳି ଥୁଆ ହୋଇଛି, ତୁଳସୀ ଚନ୍ଦନ ସବୁ ଥୁଆ ହୋଇଛି। ବଡ଼ପଣ୍ଡା କହିଲେ, ମହାରାଜ ଦେଖନ୍ତୁ, ସକାଳୁ ମହାବାହୁ କିଛି ବି ସ୍ପର୍ଶ କରିନାହାନ୍ତି। ସବୁ ଜିନିଷ ସେମିତି ଥୁଆ ହୋଇଛି। ଆଜି ସେ ମଧ୍ୟ ମୋତେ ଦର୍ଶନ ଦେଇନାହାନ୍ତି। ଗଜପତି କହିଲେ, ହଉ କାଳିଆ, ତୁ ଖାଇବୁନି ତ? ଯଦି ତୁ ଖାଇବୁନି, ତୁ ଯେ ପର୍ଯ୍ୟନ୍ତ ଖାଇନଥିବୁ, ମୁଁ ସେ ପର୍ଯ୍ୟନ୍ତ ଖାଇବି ନାହିଁ। ଏଇଠି ବସି ରହିଲି। ଗଜପତିଙ୍କୁ ଶୂନ୍ୟବାଣୀ ହେଲା। ମୋ ବନ୍ଧୁକୁ ତୁମେ କାରାଗାରରେ ରଖିଛ, ଆଉ ମୋତେ କହୁଛ ମୁଁ ଖାଇବା ପାଇଁ? ସେ ମୋତେ ଯେ ପର୍ଯ୍ୟନ୍ତ ନିଜ ହାତରେ ଖାଇବାକୁ ନ ଦେଇଛି, ମୁଁ ଖାଇବିନି। ତାକୁ ଚୋର କହି ତୁମେ ଅପମାନ କଲ। ତାକୁ ମୁଁ ସୁନା ଥାଳିରେ ଖାଇବାକୁ ଦେଇଥିଲି। ସେ ନିର୍ଦ୍ଦୋଷ। ଗଜପତି କହିଲେ, ପ୍ରଭୁ ତ୍ରାହିମାମ୍ ତ୍ରାହିମାମ୍, ମୁଁ ଭୁଲ କରିଛି ମଣିମା, ଦୋଷ କ୍ଷମା କର। ଗଜପତି ଶ୍ରୀମନ୍ଦିରରୁ ଦୌଡ଼ି ଦୌଡ଼ି ଯେମିତି ବାହାରିଲେ, ବଡ଼ପଣ୍ଡା ସେବାୟତମାନେ ତାଙ୍କ ପଛରେ ଧାଇଁଲେ। ସିପାହୀଙ୍କୁ ଖବର ଦିଆଗଲା, ବନ୍ଧୁ ମହାନ୍ତିକୁ ସସମ୍ମାନେ ଶ୍ରୀମନ୍ଦିରକୁ ନିଆଯାଉ। ବନ୍ଧୁ ମହାନ୍ତିକୁ ଗଜପତି କହିଲେ, ମୋତେ କ୍ଷମା କର ବନ୍ଧୁ, ତୁମେ ସତରେ ମହାନ। ଦେଖ, ତୁମ ବନ୍ଧୁ କିପରି ଅନଶନରେ ରହିଛନ୍ତି। ମୋତେ କହିଛନ୍ତି, ବନ୍ଧୁଙ୍କୁ କୁହ ସେ ନିଜ ହାତରେ ମୋତେ ଖାଇବାକୁ ଦେଲେ ମୁଁ ଖାଇବି। ବନ୍ଧୁ ମହାନ୍ତି ନିଜେ ଭୋଗ ଲଗାଇଲେ ଜଗନ୍ନାଥଙ୍କୁ। ଯେଉଁମାନେ କହୁଥିଲେ ନୀଚ ଭିକାରୀ, ତାଙ୍କୁ ବି ବହୁତ ଲଜ୍ଜା ଲାଗିଲା। ସେମାନେ ବି ନିଜକୁ ଜଗନ୍ନାଥଙ୍କ ପାଖରେ ଦୋଷୀ ବୋଲି ଭାବୁଥିଲେ। ବନ୍ଧୁ ମହାନ୍ତି ଜଗନ୍ନାଥଙ୍କ ପାଖକୁ ଯାଇ କହିଲେ, ସତରେ ଜଗା, ତୁ କେତେ ଭଲ, ମୋ ପାଇଁ ତୁ କେତେ ଉପବାସରେ ରହିଲୁ। ମୋର ତ ଉପବାସରେ ରହିବାର ଅଭ୍ୟାସ ଅଛି, ହେଲେ ତୋତେ 56 ଭୋଗ ବି ନିଅଣ୍ଟ, ତୁ ମୋ ପାଇଁ ଆଜି ଉପବାସରେ ରହିଲୁ। ହଉ ଏବେ ସଖା ଖା ତୁ, କହି ସେ ଜଗନ୍ନାଥଙ୍କୁ ଚନ୍ଦନ ତୁଳସୀ ପାଣିରେ ଗାଧୋଇ ଦେଲେ। ଇଏ ହେଉଛି ଭକ୍ତ ଭାବର କଥା। ସେ ହେଉଛି ଆମ ଓଡ଼ିଆର ଠାକୁର। ଜଗନ୍ନାଥଙ୍କୁ ନେଇ ଆମ ଓଡ଼ିଶାର ସଂସ୍କୃତି ଗର୍ବ ଅନୁଭବ କରେ। ସେ ହେଉଛନ୍ତି ଭାବର ଦେବତା, ସେ ହେଉଛନ୍ତି ହୃଦୟର ଦେବତା, ସେହି ପତିତ ପାବନ ଜଗନ୍ନାଥ। ଆଜି ପାଇଁ କଥାବସ୍ତୁଟିକୁ ଏଇଠାରେ ରଖିବା। ପୁଣି ଆଗାମୀ ଅଧ୍ୟାୟରେ ଏହି ହରିତତ୍ଵ ଏବଂ ହରି କଥାକୁ ଅନୁଶୀଳନ କରିବା ଏବଂ ଜଗନ୍ନାଥଙ୍କର ସେହି ଅମୀୟ ଗୁଣାନୁବାଦନ କରିବା। ରହିଲି, ଜୟ ଜଗନ୍ନାଥ। ତେବେ ଦର୍ଶକ ବନ୍ଧୁ, ଆମର ଏହି ଆଧ୍ୟାତ୍ମିକ ଧର୍ମୀ କାର୍ଯ୍ୟକ୍ରମ ଆପଣଙ୍କୁ କିପରି ଲାଗିଲା, ଆପଣଙ୍କ ମତାମତ ନିଶ୍ଚିତ ଜଣାଇବେ। ଆମର ନୂଆ ନୂଆ କାର୍ଯ୍ୟକ୍ରମ ଦେଖିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହୁଛି, ନମସ୍କାର। ଦର୍ଶନ